Hello students, welcome. Welcome to Communicative English, a special course you have and which is meant for enriching the spoken English skill of students. ଲେଖାଇଛି ଦେଖ ପିଲାମାନେ ହେଲେ ସ୍କିଲ୍ ଏନହାନ୍ସମେଣ୍ଟ କୋର୍ସରେ ଇଂଲିଶର ପ୍ରୋନାଉନ୍ସିଏସନ୍ ବିଲ୍ଡଅପ୍ କରିବା ପାଇଁ ଏ ବହିରେ ଯେଉଁ ଫୋନେଟିକ୍ ପୋର୍ସନଟା ଦେଇଛି ପିଲାମାନେ ଇଟ୍ସ କ୍ୱାଇଟ୍ ଇଣ୍ଟରେଷ୍ଟିଂ ଆଣ୍ଡ ଇନଫର୍ମେଟିଭ୍ ମଧ୍ୟ ତୁମକୁ ବହୁତ ଜ୍ଞାନ ଏହା ଦ୍ୱାରା ଆସିବ। ବାସ୍ତବରେ ଆମର 26 ଲେଟରର 45 ସାଉଣ୍ଡ ଯେଉଁ ଅଛି କ'ଣ କ'ଣ ଜାଣିଗଲେ ପ୍ରପର୍ ସ୍ପିକିଂ ତୁମେ ଜାଣିଦେଇପାରିବ ଆଣ୍ଡ ପ୍ରୋନାଉନ୍ସିଏସନ୍ ଯେଉଁଟା ଆମେ ଷ୍ଟଡି କରିବାକୁ ଯାଉଛେ ଏବେ ତାକୁ ଫୋନେଟିକ୍ସ କହିବେ। ଚାଲ ମୁଁ ଆ ବିଷୟରେ ଟିକେ ତୁମକୁ କହୁଛି। ତ ପିଲାମାନେ ଏଇଠି ଦେଖ ଏ ଯେଉଁ ଭଏଲ୍ସ ଦେଇଛି ଏଠି ଆଣ୍ଡ ଡିଫଥଙ୍ଗସ୍ ଦେଇଛି ଆଣ୍ଡ କନସୋନେଣ୍ଟସ୍ ଦେଇଛି ହେଲେ ଆକ୍ଚୁଆଲି ଆମର ଇଏ ଯେଉଁ 26ଟା ଲେଟର ଥାଏ ତାହିଁରେ 5ଟା ଭାୱେଲ୍ ତ ଆମେ ଜାଣିଛେ ଏ ଇ ଆଇ ଓ ୟୁ ନାଇଁ କି ସେଥିରେ କିଛି ସନ୍ଦେହ ନାହିଁ। ହଁ, କିନ୍ତୁ କେତେ ଲୋକ ଜାଣିନଥିବେ ଏ ଇ ଆଇ ଓ ୟୁକୁ ଭାୱେଲ୍ କାହିଁକି କୁହାଯାଏ, ରାଇଟ୍? ଏଟା କାହିଁକି ଭାୱେଲ୍ ହେବ, ବିଟା କାହିଁକି ହେବ ନାହିଁ ବୋଇଲେ ଦେଖ ପିଲାମାନେ ଏ ଇ ଆଇ ଓ ୟୁ 5ଟାକୁ ଆମେ ଭାୱେଲ୍ କହିବାର ଅର୍ଥ କାହିଁକି କହୁଛେ ମାନେ ଆମେ ଟକ୍ କାହିଁରେ କରୁଛେ? ଆମେ ତ ଟକ୍ ଏଇରେ କରୁଛେ। ଲଙ୍ଗସରୁ ଏଇର୍ ଆମେ ବାହାର କରିକି ସ୍ପିଚ୍ ପ୍ୟାଟର୍ନରେ ଟକ୍ କରୁଛେ। ହେଲେ ଯେତେବେଳେ ଏ ଇ ଆଇ ଓ ୟୁ ଉଚ୍ଚାରଣ କରିକି ତୁମେ ଦେଖ ଏ ଇ ଆଇ ଓ ୟୁ 5ଟା ଯାକ ଲେଟର ଉଚ୍ଚାରଣ କଲାବେଳକୁ ଏଇରୁ କେଉଁଠି ବି ଚେକ୍ ହେଉନି ପିଲାମାନେ। ସ୍ପଣ୍ଟାନିୟସ୍ ଫ୍ଲୋ ହେଉଛି। ସ୍ପଣ୍ଟାନିୟସ୍ ଫ୍ଲୋ ହେଉଥିବାରୁ ଆକୁ ଆମେ କହୁଛେ ଭାୱେଲ୍ ବୋଲିକି। କିନ୍ତୁ ତୁମେ ଦେଖ ପି ବି ଏମିତି କହିଲା ବେଳକୁ ତୁମେ ଏୟାରକୁ ଟାଇଟ୍ରେ ପାଟିରେ ଧରୁଛ, ଲିପ୍ସକୁ ଛାଡ଼ିଲା ପରେ ଫୋର୍ସିବଲି ଏୟାର ରିଲିଜ୍ ହେଉଛି, ସାଉଣ୍ଡ ସୃଷ୍ଟି ହେଉଛି। ଟି ଡି ଦେଖ ଜିଭ ଓ ଉପର ତାଳୁ ସହିତ ପବନ ସେଠି କ୍ୟାଚ୍ ହେଇଯାଉଛି, ତାପରେ ଧୀରେ ରିଲିଜ୍ କରୁଛେ। ଟି ଡି ଟ୍ରାଏଲ୍ କରିକି ଦେଖ। ଏବେ ଏ ଚାର୍ଟଟା ଦେଖ, ଆଇରେ 5ଟା ଭାୱେଲ୍ର କେତେଟା ସାଉଣ୍ଡ ଅଛି ତୁମେ ଟିକେ ଅବଜର୍ଭ କର। 5ଟା ଭାୱେଲ୍ର ଦେଖ 12ଟି ସେ କ'ଣ କଲା ସାଉଣ୍ଡ ବାହାର କଲା, ନାଇଁ କି? ଏ 12ଟି ସାଉଣ୍ଡକୁ ଆମେ କହିବା ପ୍ୟୁର୍ ଭାୱେଲ୍ ବୋଲି କହିବା, ରାଇଟ୍? ତାପରେ ସେ ଭାୱେଲ୍ରକା ଇଏ ନେକ୍ସଟ ଦେଖ 9ଟା ତୁମର ଡିପ୍ଥଙ୍ଗ ଆଇଲା। ତ ଏବେ କାଲକୁଲେଟ୍ କର, ସେ 12 9 ମିଶାଇ ଦିଅ ପିଲାମାନେ କେତେ ହେଉଛି? 21ଟା ହେଉଛି। ତ 21ଟା ସାଉଣ୍ଡ ଅଛି 5ଟା ଭାୱେଲ୍ର। ଦେଖ କ୍ୱାଇଟ୍ ଇଣ୍ଟରେଷ୍ଟିଂ। 5 ଭାୱେଲ୍ ହ୍ୟାଭ୍ 21 ସାଉଣ୍ଡସ୍। ଆଉ ସେଗୁଡ଼ା ସବୁ ବ୍ରାକେଟ୍ରେ ତାର ସାଉଣ୍ଡ କେଉଁ ସାଉଣ୍ଡର କେମିତି ଉଚ୍ଚାରଣ ହେବ ସେ ବିଷୟରେ ଏଠି ଲେଖା ହେଇଛି। ତା ଗୋଟେ ବହିରୁ ମୁଁ ତୁମକୁ କଲେକ୍ସନ୍ କରିକି ଦେଉଛି ପିଲାମାନେ। ଏକ୍ଜାମ୍ପଲ୍ରେ ଦେଖ ତୁମେ ଫାର୍ଷ୍ଟଟା ଦେଖିବା ଇ, ତା ତଳଟା 2ଟା ଟୁପା ଅଛି ଦେଖ 2 ନମ୍ବରରେ, ତେଣୁକରି ଏଇଟା ଇ ବୋଲିବେ। ଆମର ଯେମିତି ଓଡ଼ିଆରେ ହର୍ଷ ଆଉ ଦୀର୍ଘ ଇ ଅଛି ସେମିତି ଏଇଟା। ତ ଇ ଏଜ୍ ବିଟ୍, ବିଟ୍ ସେମିତି ଦେଖ ଇ ଏଜ୍ ବିଟ୍, ତ ଉଚ୍ଚାରଣ ଏମିତି ହେବ। ସେକେଣ୍ଡ 3 ନମ୍ବର 4 ନମ୍ବର ଦେଖ ଏ, ଆଉ ଗୋଟେ ହେଉଛି ଏ, ରାଇଟ୍? ତ ସେଇ ହିସାବରେ ଦେଖିବା ବେଲେ ଗେଟ୍ ହ୍ୟାଟ୍, ତ ହ୍ୟାଟ୍ କଲାବେଳକୁ ମାଉଥ ମୋର୍ ଓପେନ୍ ହେଉଥିବ ପିଲାମାନେ। ସିମ୍ବଲ୍ ଦେଖ ସେ ବ୍ରାକେଟ୍ରେ ଅଛି, ଆକୁ ଫୋନେଟିକ୍ ସିମ୍ବଲ୍ସ ବୋଲି କହିବେ। ସେମିତି ଦେଖ ବି ୟୁ ଟିକୁ ଆମେ ୟୁ ଅଛି ବୋଲିକି ବୁଟ୍ ବୋଲୁଛେ କି ବଟ୍, ବଟ୍, ତ ସାଉଣ୍ଡକୁ ସେ 5 ନମ୍ବର ସେ ସିମ୍ବଲ୍ଟା ଦେଇଛି ସେମିତି। 6 ନମ୍ବରରେ ଯେଉଁ ଏ ଉପରେ 2ଟା ଡଟ୍ ଦେଲା ପରେ ଏ ଲଙ୍ଗ ଟିକେ ହେବ, ଫାର୍ ଫାର୍, ଏଠି ମାଉଥଟା ମୋର୍ ଓପେନ୍ ହେବ। ଏମିତି ଆକୁ ସବୁ ଟ୍ରେନିଂ ଦିଆଯାଏ ପିଲାମାନେ ଫୋନେଟିକ୍ସ ଶିଖିବାଟା। ଇଟ୍ସ କ୍ୱାଇଟ୍ ଇଣ୍ଟରେଷ୍ଟିଂ ଆଣ୍ଡ ବହୁତ ଆଡ଼ଭାନ୍ସଡ୍ ଇଂଲିଶ ହେଇଯିବ ତୁମର ଯଦି ଆଇ ଉପରେ ଧ୍ୟାନ ଦେବ। ତାପରେ ଚାଲ ଡିପ୍ଥଙ୍ଗ। ଡିପ୍ଥଙ୍ଗ ବୋଲେ କ'ଣ ପିଲାମାନେ? ତଳେ ଲେଖା ହେଇଛି ଦେଖୁଛ, ଆକୁ କହିବେ କମ୍ପାଉଣ୍ଡ ଭାୱେଲ୍ ସାଉଣ୍ଡ। ବୋଲେ 2ଟା ଭାୱେଲ୍ ମିଶିକିରି ଯେଉଁ ସାଉଣ୍ଡ ପ୍ରଡ୍ୟୁସ୍ ହେବ, ଯେମିତିକି ଆଇ ଆଓ, ନାଇଁ କି ୟ, ଏଇସବୁ ଯାକ ଡବଲ୍ ଡବଲ୍ ଜଏଣ୍ଟ। ଯେମିତି ଦେଖୁନ 1 ନମ୍ବର ଦେଖ ଇ ଆଇ ମିଶିଲା ଡେ ଡେ, ସେମିତି ଆଓ ଓନ୍ ଓ ଡବ୍ଲ୍ୟୁ ଏନ୍ 2 ନମ୍ବରରେ। 3 ନମ୍ବର ଦେଖ ଏଇ ଯେମିତି ଟେମ୍ ଟାଇମ୍ ଆଇ ଆଇମ୍ ଏମିତି ହେବ। ଏ ହିସାବରେ ଆକୁ ପ୍ରାକ୍ଟିସ୍ କରିକି ଯିବା ଅଛି ପିଲାମାନେ। ତ 9ଟା ଯାକ ଡିପ୍ଥଙ୍ଗ, ଆଉ କେଉଁ ବହିରେ 8ଟା ଡିପ୍ଥଙ୍ଗ ଦେଇଛି, ତ ସେଇ ହିସାବରେ ଆମେ ଦେଖିବା କଥା। ଏନିୱେ ସେଇ ହିସାବରେ ସେ ଟୋଟାଲ୍ 26ଟା ଅକ୍ଷରର କେଉଁଠି 45 ସାଉଣ୍ଡ ଆଉଛି, କେଉଁଠି 84 ସାଉଣ୍ଡ ଆଉଛି। କାହିଁକି ବୋଲେ ଏଠି ଗୋଟେ ବ୍ୟତିକ୍ରମ ରହିଯାଇଛି। ଏ ଡିପ୍ଥଙ୍ଗ କେଉଁଠି 8ଟା ଦେଉଛି ତ କେଉଁଠି 9ଟା ଦେଉଛି, ହେଲା? ତ ତାପରେ ଯିବା କନସୋନେଣ୍ଟ। କନସୋନେଣ୍ଟ କେତେଟା ଅଛି? 5ଟା ଭାୱେଲ୍ କାଢ଼ିଦିଅ 26ଟାରୁ।
26टा लेटर रु 5टा भावल काट देले पिला माने बाकी रहइबो 21टा कॉन्सोनेंट रो साउंड संख्या होची 24टा केते 24टा साउंड चलो ताको देखेबी म तुमको एबे देखो पिला माने कॉन्सोनेंट्स 21 कॉन्सोनेंट्स has 24 साउंड्स सिंबल्स सहित दिया है चिठी तो हमको कुछ संदेह नहीं डाउट क्लियर पूरा हेले इट इंटरेस्टिंग कौन ये सिंबल गुडी को अक्षर हिसाब रे थाए खाली गोटे दीटा व्यतिक्रम थिबो देखो एफ साउंड को एफ का तार सिंबल वी साउंड को वी का तार सिंबल किंतु टी एच देखो एमती शून्य वाला थीटा वाला चिन्ह देछि तार सिंबल सेटा कोन टी एच थ साउंड ता तल को देखो शून्य थाई के ऊपर क्रॉस मार्क जो अछि इठी टी एच कोन द साउंड देन सेटा थिन देन तीन चार भीतर डिफरेंस देखले जानि पारे इमिति क्लोजली हमें डिफरेंस गुड़ा एस अच्छी ना एस देखो केतले स बोलछे हम केतले ज बोलछे सी अच्छी ना सी एल एल कॉल बोलिबा सी एल एल सेल बोलिबा बोल सी रो दीटा साउंड बारला कि नहीं स साउंड को साउंड एमती व्यतिक्रम सहित ईच कॉन्सोनेंट लेटर रो साउंड को हमें डेली प्रैक्टिस करके गले जाइकरी हमर इंग्लिश प्रोनाउंसिएशन परफेक्ट आइबो आ कम्युनिकेटिव इंग्लिश रे आ ऊपर बेसी गुरुत्व एथि पई दिया जायछि जे इंडिया रे इंग्लिश स्पीकिंग जते जण कर बितम तो पूरा रफ थाए गाउली इंग्लिश पैटर्न हे जाउछि इटा को इंप्रूव करिया पई तमरे सिलेबस रे एटा डेवलप करा जायछि हेले इथि स्टूडेंट एंड टीचर इंटरैक्शन पूरा रहिबार छी एंड टीचर स्टूडेंट्स मान को कंप्लीटली क्लासरूम रे प्रोनाउंसिएशन प्रैक्टिस पर गुरुत्व देकी चेक करकी तांकर जोटी भूल होतो सेटी रेक्टिफाई करबा दरकार ता हेले ही आई ऊपर मास्टरी हे जीवन ओले काम चला पढ देले इंग्लिश रे मार्क बारेला बस हम पास हो गेले चिल्ला सो यही असुविधा होची अदरवाइज स्पोकन इंग्लिश स्पेशल क्लास गुडा कर जदी जॉइन हबो आई ऊपर पूरा मास्टरी आनिबा फास्ट दरकार ए विषय प्रथम टीचिंग करा जाए राइट 1 आवर क्लास हेले 15 मिनिट्स फोनेटिक्स क्लास कंपलसरी होबार छी तबे ही तुमर कम्युनिकेटिव इंप्रूव होबो स्पोकन इंग्लिश मध्य तुमर आसी जीवो पिला माने ओके स्टूडेंट्स आज पय एति थाओ थैंक यू वेरी मच फॉर वाचिंग आई होप तुम निश्चित भाव में अल्प बहुत किसी जानिथिबो मोर एति परिश्रम मूल्य हिसाब रे गोटे लाइक टे गोटे शेयर टे हो जाओ आ गोटे सब्सक्राइब